ତେବେ ଦର୍ଶକ ବନ୍ଧୁ ଜିତିଲା ଭାରତ, ହାରିଲା ଦକ୍ଷିଣ ଆଫ୍ରିକା। ପଡ଼ିଆରେ ଡିଆଁ ମାରିଲେ ବିରାଟ କୋହଲି। ତେବେ ହଁ ଦର୍ଶକ ବନ୍ଧୁ, ପ୍ରଥମ ଦିନିକିଆରେ ବାଜି ମାରିଲା ଟିମ୍ ଇଣ୍ଡିଆ। 17 ରନ୍ରେ ହାରିଲା ଦକ୍ଷିଣ ଆଫ୍ରିକା। ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିପାରିଲେ ନାହିଁ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଏବଂ ସେପଟେ ଦମଦାର ଫର୍ମକୁ ଫେରିଲେ କିଙ୍ଗ କୋହଲି ଓ ରୋହିତ ଶର୍ମା। ତେବେ ହଁ ଦର୍ଶକ ବନ୍ଧୁ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ଖେଳାଳି ବ୍ୟାଟିଂ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲେ। ଭାରତ ତରଫରୁ ଜୟସ୍ୱାଲ ଓ ରୋହିତ ଶର୍ମା ବ୍ୟାଟିଂ କରିବା ପାଇଁ ମଇଦାନକୁ ଆସିଥିଲେ। ତେବେ ଯଶସ୍ୱୀ ଜୟସ୍ୱାଲ 16ଟି ବଲ୍ ଖେଳି 18 ରନ୍ କରିପାରିଥିଲେ। ସେହିପରି ରୋହିତ ଶର୍ମା ଏହି ମ୍ୟାଚ୍ରେ ଫର୍ମକୁ ଫେରିବା ସହ 51ଟି ବଲ୍ ଖେଳି 57 ରନ୍ କରି ଆଉଟ୍ ହୋଇଥିଲେ। ଏଥିରେ ସେ 3ଟି ଛକା ଓ 5ଟି ଚୌକା ମାରିଥିଲେ। ତେବେ ଖେଳକୁ ଅନେକ ସମୟ ଧରି ସମ୍ଭାଳିଥିଲେ କିଙ୍ଗ କୋହଲି। ଅନେକ ଦିନରୁ ସମାଲୋଚନା କରାଯାଉଥିବା କିଙ୍ଗ କୋହଲି ଓ ରୋହିତଙ୍କ ଯୋଡ଼ି ପୁରା ଫର୍ମରେ ଥିଲେ। ତେବେ ବିରାଟ କୋହଲି 120ଟି ବଲ୍ ଖେଳି ଏହି ମ୍ୟାଚ୍ରେ ସର୍ବାଧିକ 135 ରନ୍ କରିଥିଲେ। ଏହାରି ଭିତରେ ସେ 7ଟି ଛକା ଓ 11ଟି ଚୌକା ମାରିଥିଲେ। ଏହାସହ କ୍ୟାପ୍ଟେନ୍ କେଏଲ୍ ରାହୁଲ 60 ଓ ଅଲରାଉଣ୍ଡର ଜାଡେଜା 32 ରନ୍ କରିଥିଲେ। ଯଦି ଦେଖିବା, ଭାରତ ତରଫରୁ କୁଲଦୀପ ଯାଦବ ସର୍ବାଧିକ 4ଟି ୱିକେଟ୍ ନେଇଥିଲେ। ପରେ ହର୍ଷିତ ରାଣା 3ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ତେବେ ସୂଚନାଯୋଗ୍ୟ ଯେ ଭାରତ 50 ଓଭରରେ 8ଟି ୱିକେଟ୍ ହରାଇ ମୋଟ 349 ରନ୍ କରିଥିଲା। ଅନ୍ୟପଟେ ଦ୍ୱିତୀୟରେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 4ଟି ବଲ୍ ବଳକା ଥାଇ 332 ରନ୍ କରିଥିଲା। ଏହାସହ ଭାରତ 17 ରନ୍ରେ ପ୍ରଥମ ଓଡିଆରେ ବାଜି ମାରି ନେଇଥିଲା। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।